ଦାଉଦ ଈଶ୍ୱରଙ୍କ ମନର ମତ ଜଣେ ବ୍ୟକ୍ତି, କିନ୍ତୁ ତାଙ୍କ ଭୁଲ ମନୋନୟନ ତାଙ୍କ ଜୀବନର ମୂଳ ସମସ୍ୟାର କାରଣ ଥିଲା। ତାଙ୍କ ପରିବାର ମଧ୍ୟରେ କଳହ ଲାଗି ରହିଲା, ଈଶ୍ୱରଙ୍କର ଆଶୀର୍ବାଦ ହରେଇ ବସିଲେ। ଆଜି ଆମେ କ'ଣ ଈଶ୍ୱରଙ୍କର ବିରୁଦ୍ଧାଚରଣର କାର୍ଯ୍ୟ କରୁଛୁ କି? ଦାଉଦ ମନୁଷ୍ୟ ଭାବରେ ଝୁଣ୍ଟି ପଡ଼ିଥିଲେ ସତ, କିନ୍ତୁ ଈଶ୍ୱରଙ୍କଠାରେ ସେ ବିଶ୍ୱାସ ଓ ଭରସା ରଖିଥିଲେ। ଆମେ କ'ଣ ସେଇ ଈଶ୍ୱରଙ୍କଠାରେ ସମ୍ପୂର୍ଣ୍ଣ ଭରସା ରଖିବାକୁ ପାରୁଛୁ? ଯୀଶୁଙ୍କ ମଧୁର ବାକ୍ୟ ଚଲା ପଥେ ସାଜେ ଦୀପ, ଆମରି ଚରଣ ପାଇଁ ଅଲିଭ ଆଲୋକ ଦେଇ ଜୀବନର ପ୍ରତିପାଦେ ଜୀବନର ପ୍ରତିପାଦେ ବଢ଼ାଏ ସେ ସତ୍ୟ ପଥେ ପଥ ପ୍ରଦର୍ଶିକା, ସେ ଯେ ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା। ଦର୍ଶକ ବନ୍ଧୁ ନମସ୍କାର। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପବିତ୍ର ନାମରେ ଆପଣଙ୍କୁ ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଆପଣ ଆଜି କେମିତି ଅଛନ୍ତି? ମୋର ବିଶ୍ୱାସ ପ୍ରଭୁଙ୍କର ଦୟା ଏବଂ ଅନୁଗ୍ରହରୁ ଆପଣ ଏବଂ ଆପଣଙ୍କର ପରିବାର ନିଶ୍ଚୟ ଭଲରେ ଅଛନ୍ତି। ଆପଣ ନିୟମିତ ଆମମାନଙ୍କର ଏହି ବାଇବଲ ଅଧ୍ୟୟନ କାର୍ଯ୍ୟକ୍ରମ ଦେଖୁଛନ୍ତି, ଶିକ୍ଷା ଲାଭ କରୁଛନ୍ତି, ଆତ୍ମିକ ଜୀବନରେ ଆଶୀର୍ବାଦ ପ୍ରାପ୍ତ ହେଉଛନ୍ତି। ସେଥିପାଇଁ ଆମମାନେ ଆନନ୍ଦିତ ଅଟୁ ପ୍ରଭୁଙ୍କୁ ଧନ୍ୟବାଦ ଜଣାଉଅଛୁ। ଆପଣଙ୍କର ମତାମତ ଆମମାନଙ୍କୁ ଦେବା ପାଇଁ ଭୁଲନ୍ତୁ ନାହିଁ। ଟିଭି ସ୍କ୍ରିନ୍ରେ ଯେଉଁ ନମ୍ବରଟି ଦିଆଯାଉଛି ସେହି ନମ୍ବରରେ ଆଜି ହିଁ ଆପଣ ଆମ ସାଙ୍ଗରେ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଆମେ ଏ କଥା ଦେଖିଲୁ ଯେ ଦାଉଦଙ୍କର ଅନେକ ପତ୍ନୀ ଥିଲେ। ସେ ବ୍ୟଭିଚାର କଲେ ଏବଂ ନରହତ୍ୟା ହେତୁ ସେ ବର୍ଷ ବର୍ଷ ଧରି ପାରିବାରିକ କଳହର ଶିକାର ହୋଇଥିଲେ। ଏଥିରେ ଅବସାଲୋମଙ୍କର ଭଉଣୀ ତାମରଙ୍କୁ ବଳାତ୍କାର ଏବଂ ଅମ୍ନୋନଙ୍କୁ ପ୍ରତିଶୋଧ ପରାୟଣ ହୋଇ ହତ୍ୟା ହୋଇଥିବାର ଦେଖୁ। ଦାଉଦଙ୍କ ପରିବାରର ଅସହଯୋଗର ଏକ ଫଳାଫଳ ଭାବରେ ଅବସାଲୋମ ତାଙ୍କ ପରିବାରକୁ ନଷ୍ଟ କରିବା ପାଇଁ ଚେଷ୍ଟା କରୁଛନ୍ତି। ଅବସାଲୋମ ଶୟତାନ ଦ୍ୱାରା ପରିଚାଳିତ ହେଲେ। ଆମେ ଯେତେବେଳେ 2 ସାମୁଏଲ 16 ଅଧ୍ୟାୟକୁ ଆସୁ, ଆମକୁ ଆମ କାର୍ଯ୍ୟର ପରିଣାମ, ଅବିଶ୍ୱାସର କଠୋର ବାସ୍ତବତା ଏବଂ ଯନ୍ତ୍ରଣା ବିଷୟରେ ପ୍ରକାଶ କରାଯାଇଛି। ବିଶ୍ୱାସଘାତକତା ଏବଂ ଶତ୍ରୁତାକୁ ସାମ୍ନା କରିବା ସତ୍ତ୍ୱେ ଦାଉଦ ନମ୍ର ହେବାର ବିଷୟ, ଧୈର୍ଯ୍ୟଶୀଳ ହୋଇ ଈଶ୍ୱରଙ୍କଠାରେ ଭରସା ରଖିବାର ବିଷୟକୁ ଆମମାନେ ଦେଖୁଅଛୁ। ଆମକୁ ସେ ମନେ ପକାଇ ଦିଅନ୍ତି ଯେ ଜୀବନର ଝଡ଼ ମଧ୍ୟରେ ମଧ୍ୟ ଆମର ବିଶ୍ୱାସକୁ ଆମେ ଧରି ରଖିବା ଆବଶ୍ୟକ। ଆମେ କ'ଣ କଠିନ ପରିସ୍ଥିତିରେ ଈଶ୍ୱରଙ୍କଠାରେ ବିଶ୍ୱାସ କରୁଛୁ କି? ତେବେ ଆସନ୍ତୁ ଆଜିର ଅଧ୍ୟୟନରେ ଏସବୁ ବିଷୟରେ ଆଲୋଚନା କରିବା। ତା ପୂର୍ବରୁ ଗୋଟିଏ ଭକ୍ତିମୂଳକ ଗୀତ ଶୁଣିବା। ବହୁ ଦୂର ପଥ ମୋର, ପଥେ କେତେ ଅନ୍ଧାର, ବହୁ ଦୂର ପଥ ମୋର, ପଥେ କେତେ ଅନ୍ଧାର, ତୁମେ ଯଦି ଜ୍ୟୋତି ମୋର ହେବି ନାହିଁ ଦିଗହରା ଏ ଜୀବନ ସାରା, ପ୍ରଭୁ ତୁମେ ରୁହ ସାଥେ ସାଥେ ଏ ଜୀବନ ସାରା। আসে মনে জীবি তুম সন্নিধানে,
ଆସେ ମନେ ଯିବି ତୁମ ସନ୍ନିଧାନେ ତୁମେ ଯଦି ସାନ୍ତ୍ୱନା ମୋ ଝରିବ। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଦ୍ୱିତୀୟ ସାମୁଏଲ ପୁସ୍ତକର 15 ଓ 16 ପର୍ବ ଦୁଇଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଆପଣଙ୍କର ମନେଥିବ ଗତ ପାଠରେ ଆମେ ଦେଖିଥିଲୁ ଦାଉଦ ନିଜର ପୁତ୍ର ଅବସାଲମକୁ ସମ୍ପୂର୍ଣ୍ଣ କ୍ଷମା ଦେଇପାରିଲେ ନାହିଁ। ଫଳତଃ ଅବସାଲମ ଦାଉଦଙ୍କ ପ୍ରତି ବିଦ୍ରୋହର ମନୋଭାବ ପୋଷଣ କଲେ। ଦାଉଦ ଯଦିଓ ଅବସାଲମକୁ ଚୁମ୍ବନ କଲେ, ମାତ୍ର ତାହା ଆନ୍ତରିକତାର ସହିତ ନଥିଲା। ଫଳତଃ ଅବସାଲମ ଦାଉଦଙ୍କ ବିରୁଦ୍ଧରେ ବିଦ୍ରୋହ କଲେ, ଯାହାକି ଆମେ ଏହି 15 ପର୍ବଟି ଅଧ୍ୟୟନ କରି ତାହା ଲକ୍ଷ୍ୟ କରିବାକୁ ପାରିବା। ଦାଉଦ ଯେପରି ପାପ କରିଥିଲେ, ତାହାଙ୍କ ପରିବାର ମଧ୍ୟରେ ମଧ୍ୟ ଠିକ୍ ସେହିପରି ପାପ ଘଟିଲା ଓ ଦାଉଦ ପ୍ରକୃତରେ ବର୍ତ୍ତମାନ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଅଛନ୍ତି। ଏହି ପର୍ବରେ ଅବସାଲମ ଦାଉଦଙ୍କ ବିରୁଦ୍ଧରେ ବିଦ୍ରୋହ କରିବାର ଆମେ ଲକ୍ଷ୍ୟ କରିବାକୁ ପାରିବା। ଅବସାଲମ ଅତି ଚତୁରତାର ସହିତ ଇସ୍ରାଏଲୀୟମାନଙ୍କର ହୃଦୟ ଜିଣି ନେବାକୁ ଆରମ୍ଭ କଲେ। ତାଙ୍କର ମଧ୍ୟ ଅତି ଆକର୍ଷଣୀୟ ଚେହେରା ଥିଲା। ସମ୍ଭବତଃ ସେ ଦାଉଦଙ୍କ ପରି ଅନେକ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିଲେ ଓ ଲୋକଙ୍କର ପ୍ରିୟ ପାତ୍ର ହୋଇପାରିଥିଲେ। ଦାଉଦଙ୍କ ପଦରେ ସେ ହିଁ କେବଳ ରାଜା ହେବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିଲେ। ବର୍ତ୍ତମାନ ଆମେ ଦେଖିବାକୁ ଯିବା ଯେ ଅବସାଲମ ଲୁକାୟିତ ଭାବରେ ଦାଉଦଙ୍କୁ ସିଂହାସନଚ୍ୟୁତ କରିବା ନିମନ୍ତେ ଯୋଜନା କରୁଛନ୍ତି। ଏହା ଅତି ବିଶ୍ୱାସଘାତକ କାର୍ଯ୍ୟ ଥିଲା। ପ୍ରକୃତରେ ଏକ ଭୟଙ୍କର ବିପ୍ଳବ ମଧ୍ୟ ଘଟିବାକୁ ଯାଉଅଛି, ଯାହାଫଳରେ ଦାଉଦ ଜେରୁସାଲେମରୁ ବାହାରି ପଳାଇଯିବାକୁ ବାଧ୍ୟ ହେଉଛନ୍ତି। ଦେଖନ୍ତୁ 15 ପର୍ବର ପ୍ରଥମ 3 ପଦରେ ଏହିପରି ଲେଖା ଅଛି, ଏଥି ଉତ୍ତାରେ ଅବସାଲମ ଆପଣା ନିମନ୍ତେ ଏକ ରଥ ଓ ଅଶ୍ୱମାନ ଓ ଆପଣା ଆଗେ ଆଗେ ଦୌଡ଼ିବା ନିମନ୍ତେ 50 ଜଣ ରଖିଲା। ପୁଣି ଅବସାଲମ ପ୍ରଭାତରେ ଉଠି ରାଜଦ୍ୱାରର ପଥପାର୍ଶ୍ୱରେ ଠିଆ ହୁଏ, ଆଉ ଏପରି କରେ ଯେ କାହାରି ବିଚାରାର୍ଥେ ରାଜାଙ୍କ ନିକଟକୁ ଆସିବା ଯୋଗ୍ୟ କୌଣସି ବିବାଦ ଥିଲେ ଅବସାଲମ ତାହାକୁ ଡାକି କହେ, ତୁମେ କେଉଁ ନଗରର ଲୋକ? ତହିଁରେ ଆପଣଙ୍କ ଦାସ ଆମ୍ଭେ ଇସ୍ରାଏଲର ଗୋଟିଏ ବଂଶର ଲୋକ ବୋଲି କହିଲେ ଅବସାଲମ ତାହାକୁ କହେ, ଦେଖ, ତୁମ୍ଭ କଥା ଉତ୍ତମ ଓ ଯଥାର୍ଥ, ମାତ୍ର ତୁମ୍ଭ କଥା ଶୁଣିବାକୁ ରାଜାଙ୍କର କୌଣସି ଲୋକ ନିଯୁକ୍ତ ନାହିଁ। ଅବସାଲମ ନଗରର ସବୁଠାରୁ ଜନଗହଳି ଦ୍ୱାରରେ ଛିଡ଼ା ହୁଏ ଓ ଯେଉଁ ଲୋକମାନେ ନ୍ୟାୟ ବିଚାର ପାଇବା ନିମନ୍ତେ ସେମାନଙ୍କର ଅଭିଯୋଗ ସବୁ ଆଣନ୍ତି, ସେ ସେମାନଙ୍କ ପ୍ରତି ମହାଦୟା ପ୍ରଦର୍ଶନ କରି ସେମାନଙ୍କର ଅଭିଯୋଗ ସବୁକୁ ଶୁଣେ। ଅର୍ଥାତ୍ ପରୋକ୍ଷରେ ସେ ଲୋକମାନଙ୍କର ହୃଦୟକୁ ତା ଆଡ଼କୁ ଟାଣି ନେବାକୁ ଚେଷ୍ଟା କଲା ଓ ଏହିପରି ଭାବେ ସେ ଲୋକମାନଙ୍କର ପ୍ରିୟ ପାତ୍ର ହେବାକୁ ଲାଗିଲା। ଏହାପରେ 15 ପର୍ବର 4 ପଦରୁ 6 ପଦ ମଧ୍ୟରେ ଆମେ ଦେଖୁ ଯେ ଅବସାଲମ ଯଦିଓ ଦୁଷ୍ଟ ପ୍ରକୃତିର ଲୋକ ଥିଲା, ମାତ୍ର ସେ ଜଣେ ଉତ୍ତମ ରାଜନୀତିଜ୍ଞ ଥିଲା। ସେ ଅତି ଚତୁରତାର ଓ କୁଟିଳ ସ୍ୱଭାବର ଥିଲା। ସେ ଅତି ଚତୁରତାର ସହିତ ଲୋକମାନଙ୍କର ମନକୁ ହରଣ କଲା। ଏହିପରି ଭାବେ ଆଜି ମଧ୍ୟ ଲୋକମାନଙ୍କ ମନକୁ ହରଣ କରି ଜଣେ ଜଣେ ନେତା ବା ଦେଶର ଶାସକ ରୂପେ ନିଜ ନିଜକୁ ପ୍ରତିଷ୍ଠିତ କରାନ୍ତି। ସେମାନଙ୍କର ସେପରି କୌଣସି ଯୋଗ୍ୟତା ବା ଦକ୍ଷତା ନଥିଲେ ମଧ୍ୟ ସେମାନେ ଏହିପରି ଭାବେ କର ମର୍ଦ୍ଦନ କରି ଓ ନାନା ପ୍ରକାର ମିଥ୍ୟା ଶପଥ କରି ଲୋକମାନଙ୍କର ମନକୁ ହରଣ କରନ୍ତି ଓ ଲୋକମାନେ ମଧ୍ୟ ସେମାନଙ୍କ କଥାକୁ ବିଶ୍ୱାସ କରି ସେମାନଙ୍କୁ ଭୋଟ ଦିଅନ୍ତି। ମାତ୍ର ସେମାନେ ଶାସନ କ୍ଷମତାକୁ ଆସିବା ପରେ ବିପରୀତ କାର୍ଯ୍ୟ କରନ୍ତି। ଆଉ ଅବସାଲମ ମଧ୍ୟ ଠିକ୍ ସେହିପରି କହନ୍ତି, ମୁଁ ଯେବେ ଦେଶର ବିଚାରକର୍ତ୍ତା ହୁଅନ୍ତି ତେବେ ମୁଁ ଯଥାର୍ଥ ବିଚାର କରନ୍ତି। ଅନ୍ୟ ଅର୍ଥରେ କହିବାକୁ ଗଲେ ଅବସାଲମ କହିବାକୁ ଚାହାନ୍ତି, ଯଦି ତୁମେମାନେ ମୋତେ ରାଜା କର, ତାହେଲେ ମୁଁ ତୁମମାନଙ୍କର ସମସ୍ତ ସମସ୍ୟା ସମାଧାନ କରିବି ଓ ତୁମମାନଙ୍କୁ ନ୍ୟାୟ ବିଚାର ଦେବି। ମୁଁ ତୁମମାନଙ୍କର ସମସ୍ତ ଚାହିଦା ପୂରଣ କରିବି। ତାହା ହିଁ ବର୍ତ୍ତମାନର ନେତାମାନଙ୍କ ମୁଖରୁ ଶୁଣାଯାଏ, ମାତ୍ର ତାହା କାର୍ଯ୍ୟରେ ପ୍ରତିଫଳିତ ହୁଏ ନାହିଁ। ପ୍ରକୃତରେ ଅବସାଲମ ଏପରି କରିବା ଦ୍ୱାରା ସେ ନିଜର ପିତା ଦାଉଦଙ୍କ ବିରୁଦ୍ଧରେ ଯାଉଥିଲା ଓ ଏହି କାର୍ଯ୍ୟ ଦାଉଦଙ୍କ ନିଜ ପରିବାର ମଧ୍ୟରେ ବଡ଼ ଭୟଙ୍କର ରୂପ ଧାରଣ କଲା। 15 ପର୍ବର 7 ଓ 8 ପଦରେ ଆମେ ଦେଖୁ ଯେ ଅବସାଲମର ଏପରି ଅନୁରୋଧ ଏକ ଅସ୍ୱାଭାବିକ ବିଷୟ ପରି ମନେ ହୁଏ। ଦେଖନ୍ତୁ ଲେଖା ଅଛି, ଅନନ୍ତର 40 ବର୍ଷ ଶେଷରେ ଅବସାଲମ ରାଜାଙ୍କୁ କହିଲା, ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ ମନାସି ଅଛି, ତାହା ପୂର୍ଣ୍ଣ କରିବା ପାଇଁ ମୋତେ ହିବ୍ରୋନକୁ ଯିବାକୁ ଦେଉନ୍ତୁ। କାରଣ ଆପଣଙ୍କ ଦାସ ଅରାମ ଦେଶସ୍ଥ ଗସୁରରେ ଥିବାବେଳେ ମାନତ ମନାସି କହିଅଛି, ଯେବେ ସଦାପ୍ରଭୁ ନିଶ୍ଚୟ ମୋତେ ପୁନର୍ବାର ଜେରୁସାଲେମକୁ ଆଣିବେ, ତେବେ ମୁଁ ସଦାପ୍ରଭୁଙ୍କର ସେବା କରିବି। ଦେଖନ୍ତୁ ଏଠାରେ ଅବସାଲମର ଏପରି ଅନୁରୋଧ
ଏକ ଅସ୍ୱାଭାବିକ ବିଷୟ ପରି ମନେ ହୁଏ। ପ୍ରକୃତରେ ସେ ଦାଉଦଙ୍କୁ ଏପରି କହି ତାଙ୍କୁ ପ୍ରତାରଣା କଲା। ପ୍ରକୃତ ଘଟଣା ତାହା ନୁହେଁ। ମାତ୍ର ସେ ହିବ୍ରୋନକୁ ଯାଇ ସେଠାରେ ବିଦ୍ରୋହ ଆରମ୍ଭ କଲା। କିନ୍ତୁ ଏଠାରେ ଆମେ ଦେଖୁଛୁ ଯେ ସେ ଯେତେବେଳେ ହିବ୍ରୋନକୁ ଯାଇ ମାନତ ଉତ୍ସର୍ଗ କରିବା ନିମନ୍ତେ ଦାଉଦଙ୍କୁ ଅନୁରୋଧ କଲା, ଦାଉଦ ମଧ୍ୟ ତହିଁର କୌଣସି ପ୍ରତିବାଦ କଲେ ନାହିଁ। 15 ପର୍ବର 9 ପଦରୁ 10 ପଦରେ ଦେଖନ୍ତୁ ଅବସାଲମର ଚକ୍ରାନ୍ତ। ତହିଁରେ ରାଜା ତାହାକୁ କହିଲେ, କୁଶଳରେ ଯାଅ। ତାଙ୍କୁ ସେ ଉଠି ହିବ୍ରୋନକୁ ଗଲା। ମାତ୍ର ଅବସାଲମ ସମୁଦାୟ ଇସ୍ରାଏଲ ବଂଶ ନିକଟକୁ ଚର ପଠାଇ କହିଥିଲା, ତୁମେମାନେ ତୁରୀ ଧ୍ୱନି ଶୁଣିବା କ୍ଷଣେ ଅବସାଲମ ହିବ୍ରୋନରେ ରାଜା ହେଲେ ବୋଲି କହିବ। ଆପଣ ଜାଣିଥିବେ ଯେ ଏହି ହିବ୍ରୋନରେ ଦାଉଦ ତାହାଙ୍କର ରାଜତ୍ୱ ଆରମ୍ଭ କରିଥିଲେ। ସେ ହିବ୍ରୋନରେ ଜିହୁଦା ଉପରେ 7 ବର୍ଷ ଧରି ରାଜତ୍ୱ କରିଥିଲେ। ଅବସାଲମ ହିବ୍ରୋନକୁ ମାନତ ଉତ୍ସର୍ଗ କରିବା ନିମନ୍ତେ ଯାଇ ନଥିଲା, ମାତ୍ର ସେ ସେହି ବିଦ୍ରୋହ କରିବା ନିମନ୍ତେ ସେଠାକୁ ଯାଇଥିଲା। 15 ପର୍ବର 11-12 ପଦରେ ଆମେ ଦେଖୁ ଯେ ଲେଖା ଅଛି, ଆଉ ଅବସାଲମ ସଙ୍ଗେ ଜେରୁସାଲେମରୁ 200 ଲୋକ ଗଲେ। ସେମାନେ ନିମନ୍ତ୍ରିତ ହୋଇ ସରଳ ମନରେ ଗଲେ। ସେମାନେ କୌଣସି କଥା ଜାଣିନଥିଲେ। ପୁଣି ଅବସାଲମ ବଳିଦାନ କରିବା ସମୟରେ ଲୋକ ପଠାଇ ଦାଉଦଙ୍କର ମନ୍ତ୍ରୀ ଗିଲୋନୀୟ ଅହିଥୋପଲକୁ ତାହାର ନଗର ଗିଲୋରୁ ଡକାଇଲା। ତହିଁରେ ଚକ୍ରାନ୍ତ ଦୃଢ଼ ହେଲା, କାରଣ ଅବସାଲମର ପକ୍ଷୀୟ ଲୋକ ଆହୁରି ବୃଦ୍ଧି ପାଇଲେ। ଅନ୍ୟ ଅର୍ଥରେ କହିବାକୁ ଗଲେ, ଏହି ଯେଉଁ ଲୋକମାନେ ଅବସାଲମ ସହିତ ଯାଇଥିଲେ, ଅବସାଲମ ଯେ ଦାଉଦଙ୍କ ବିରୁଦ୍ଧରେ ବିଦ୍ରୋହ କରିବା ପାଇଁ ପ୍ରସ୍ତୁତ ହୋଇଅଛି ତାହା ସେମାନେ ଜାଣିଲେ ନାହିଁ। ଏପରିକି ଦାଉଦଙ୍କର ମନ୍ତ୍ରୀ ଗିଲୋନୀୟ ଅହିଥୋପଲ ମଧ୍ୟ ଅବସାଲମ ପକ୍ଷରେ ଛିଡ଼ା ହେଲା। ଏହି ରୂପେ ଅବସାଲମ ଦାଉଦଙ୍କ ବିରୁଦ୍ଧରେ ଗଲା ଓ ଦାଉଦ ଏହି ସମସ୍ତ ଘଟଣାର ପ୍ରକୃତ ରହସ୍ୟ ଜାଣିବା ପୂର୍ବରୁ ଅବସାଲମ ବିଦ୍ରୋହ ଆରମ୍ଭ କରିଦେଇଥିଲା ଓ ସେ ଲୋକମାନଙ୍କର ମନକୁ ହରଣ କରିନେଇଥିଲା, ଯେପରି ଲୋକମାନେ ଅବସାଲମର ସପକ୍ଷ ହୁଅନ୍ତି। ଏହାପରେ 13 ଓ 14 ପଦରେ ଆମେ ଦେଖୁ ଯେ ଦାଉଦ ଜେରୁସାଲେମରୁ ପଳାଇ ଯାଉଛନ୍ତି। କିନ୍ତୁ ପ୍ରଶ୍ନ ଉଠେ ଯେ ସେ କାହିଁକି ଜେରୁସାଲେମରୁ ପଳାଇ ଯିବା ନିମନ୍ତେ ଚାହିଁଲେ? ଯେଉଁ ଜେରୁସାଲେମକୁ ସେ ନିଜର ମନରୁ ଭୁଲି ପାରୁନଥିଲେ କି ଯେଉଁ ଜେରୁସାଲେମରୁ ସେ ବାହାରକୁ ଯିବା ନିମନ୍ତେ ଚାହୁଁନଥିଲେ? କାରଣ ସେ ଜାଣିଥିଲେ ଈଶ୍ୱର ତାହାଙ୍କର ପାପ ନିମନ୍ତେ ତାହାଙ୍କୁ ଶାସ୍ତି ଦେବାକୁ ଯାଉଅଛନ୍ତି। ସେ ଜାଣିଥିଲେ ତାହାଙ୍କ ପ୍ରତି କ'ଣ ଘଟିବା ପାଇଁ ଯାଉଅଛି। ସେ ଜାଣିଥିଲେ ଯେ ଈଶ୍ୱରଙ୍କ ବିଚାର ତାହାଙ୍କ ପ୍ରତି ବର୍ତ୍ତିବାକୁ ଯାଉଅଛି। କାରଣ ଏହି 15 ପର୍ବର 25 ଓ 26 ପଦ ପାଠ କଲେ ଆମେ ତାହା ଜାଣିପାରିବା। ଦ୍ୱିତୀୟତଃ ତାହାଙ୍କର ଏହି ଜେରୁସାଲେମ ନଗର ଏକ ଯୁଦ୍ଧ କ୍ଷେତ୍ରରେ ପରିଣତ ହେଉ ତାହା ସେ ଚାହୁଁନଥିଲେ, ଯେହେତୁ ସେ ଏହି ନଗରକୁ ବହୁତ ଭଲ ପାଉଥିଲେ। 15 ପର୍ବର 30 ପଦଟିକୁ ପାଠ କଲେ ଆମେ ଜାଣିପାରିବା ଯେ ଦାଉଦ କେତେ ଦୂର ଏହି ନଗରକୁ ଭଲ ପାଉଥିଲେ। ତେଣୁକରି ସେ ଏହାକୁ ଯୁଦ୍ଧ କ୍ଷେତ୍ରରେ ପରିଣତ କରିବାକୁ ଚାହୁଁନଥିଲେ। କିନ୍ତୁ ତଥାପି ଏହି ନଗର ଅନ୍ୟାନ୍ୟ ନଗର ଅପେକ୍ଷା ଅଧିକ କ୍ଷତିଗ୍ରସ୍ତ ହେଲା, କେବଳ ବିଦ୍ରୋହାଚରଣ ଓ ପାପ ହେତୁ। ତୃତୀୟରେ ଦାଉଦ ସେହି ଜେରୁସାଲେମ ନଗରରୁ ବାହାରି ପଳାଇ ଯିବାକୁ ଚାହିଁଲେ, ଯେହେତୁ ସେ ଅବସାଲମ ସହିତ ଯୁଦ୍ଧ କରିବାକୁ ଚାହୁଁନଥିଲେ। ଆମେ ପରବର୍ତ୍ତୀ ଅଧ୍ୟାୟମାନଙ୍କରେ ଲକ୍ଷ୍ୟ କରିବାକୁ ପାରିବା ଯେ ଦାଉଦ ଅବସାଲମକୁ ଛାଡ଼ିଦେବାକୁ ଚାହୁଁଥିଲେ। ସେ ଅବସାଲମ ପ୍ରତି କୌଣସି କ୍ଷତି ଘଟାଇବାକୁ ଚାହୁଁନଥିଲେ। ମୁଁ ଭାବୁଛି ଦାଉଦ ଅବସାଲମକୁ ଅତି ଭଲ ପାଉଥିଲେ। ତେବେ ସେହି ଜେରୁସାଲେମକୁ ଛାଡ଼ିବା ଯଦିଓ ତାହାଙ୍କ ଜୀବନ ପ୍ରତି ବିପଦ ତଥା ସମସ୍ୟାଜନକ ଥିଲା, ମାତ୍ର ସେ ସେଥିପ୍ରତି ଭୟ କରିନଥିଲେ। କାରଣ ସେ ଏଥିପୂର୍ବରୁ ମଧ୍ୟ ଅନେକ ବିପଦର ସମ୍ମୁଖୀନ ହୋଇଛନ୍ତି ଓ ଅନେକ ଘାତ ପ୍ରତିଘାତ ମଧ୍ୟ ଦେଇ ଗତି କରିଅଛନ୍ତି। କିନ୍ତୁ ସେ ବର୍ତ୍ତମାନ ନିଜର ଜୀବନଠାରୁ ଈଶ୍ୱର ଓ ତାହାଙ୍କ ପୁତ୍ର ଅବସାଲମ ସହିତ ତାହାଙ୍କର ସମ୍ପର୍କ ରକ୍ଷା କରିବା ନିମନ୍ତେ ବିଶେଷ ଚିନ୍ତିତ। ତେଣୁ ଏହି ପୃଷ୍ଠଭୂମିକୁ ଦୃଷ୍ଟି ଆଗରେ ରଖି ଆମେ ସେହି ବିଦ୍ରୋହାଚରଣର ବିଷୟ ନେଇ କିଛି ଚିନ୍ତା କରିବାକୁ ଯିବା, ଯାହାକି ଦାଉଦଙ୍କ ପୁତ୍ର ଅବସାଲମ ଦାଉଦଙ୍କ ସହିତ ଆରମ୍ଭ କରିଥିଲା। 15 ପର୍ବର 15ରୁ 20 ପଦ ମଧ୍ୟରେ ଆମେ ଦାଉଦଙ୍କର ଅନେକ ବିଶ୍ୱସ୍ତ ଅନୁକାରୀମାନେ ଥିଲେ ବୋଲି ଲକ୍ଷ୍ୟ କରିବାକୁ ପାରୁ। ଅନେକ ଲୋକ ଦାଉଦଙ୍କ ନିମନ୍ତେ ନିଜ ପ୍ରାଣ ଦେବା ପାଇଁ ମଧ୍ୟ ପଛଘୁଞ୍ଚା ଦେଇନଥିଲେ। ଏପରିକି ଗାଥୀୟ ଇତୟ, ଯିଏକି ଜଣେ ବିଦେଶୀୟ ଥିଲା, ସେ ମଧ୍ୟ ନିଜର ପରିବାର ସହିତ ଦାଉଦଙ୍କ ସଙ୍ଗରେ ଜେରୁସାଲେମ ଛାଡ଼ି ଚାଲିଯିବା ନିମନ୍ତେ ପ୍ରସ୍ତୁତ ଥିଲା। ଦେଖନ୍ତୁ, ଦାଉଦ ରାଜା ସେହି ଗାଥୀୟ ଇତୟକୁ ତାହାଙ୍କ ସହିତ ଯିବା ପାଇଁ ମନା କରିବାରୁ ଇତୟ ତାହାଙ୍କୁ କି ପ୍ରତ୍ୟୁତ୍ତର ଦେଉଛି? 15 ପର୍ବର 21 ଓ 22 ପଦରେ ଲେଖା ଅଛି, ଏଥିରେ ଇତୟ ରାଜାଙ୍କୁ ଉତ୍ତର କରି କହିଲା, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ମୋର ପ୍ରଭୁ ମହାରାଜ ଜୀବିତ ଥିବା ପ୍ରମାଣେ, ଜୀବନ ପାଇଁ ହେଉ ବା ମରଣ ପାଇଁ ହେଉ, ଅବଶ୍ୟ ମୋର ପ୍ରଭୁ ମହାରାଜ ଯେଉଁଠାରେ ରହିବେ ସେଠାରେ ମଧ୍ୟ ଆପଣଙ୍କ ଦାସ ରହିବ। ତେଣୁ ଦାଉଦ ଇତୟକୁ କହିଲେ, ତେବେ ଯାଅ, ଅଗ୍ରସର ହୁଅ। ତହିଁରେ ଗାଥୀୟ ଇତୟ ଓ ତାହାର ସମସ୍ତ ଲୋକ ଓ ତାହା ସହିତ ଥିବା ସମସ୍ତ ବାଳକ
ଅଗ୍ରସର ହୋଇଗଲେ। ଦେଖନ୍ତୁ, ଇତୟର ଦାଉଦଙ୍କ ପ୍ରତି କେତେ ଦୂର ଆନ୍ତରିକତା ଓ ସ୍ନେହ ଥିଲା, ଆଉ ସେ ଦାଉଦଙ୍କ ନିମନ୍ତେ ମରିବା ପାଇଁ ମଧ୍ୟ ପ୍ରସ୍ତୁତ ଥିଲା। ଆଜି କ'ଣ ପ୍ରଭୁ ଯୀଶୁଙ୍କ ପ୍ରତି ଆମମାନଙ୍କର ସେହିପରି ସମର୍ପିତ ଜୀବନ ଅଛି କି? 23-25 ପଦ ମଧ୍ୟରେ ଆମେ ଦେଖୁ ଯେ ଦାଉଦ ଈଶ୍ୱରଙ୍କର ନିୟମ ସିନ୍ଦୁକ ଜେରୁସାଲେମକୁ ପଠାଇ ଦେଉଛନ୍ତି। ସେ ଜାଣିପାରିଲେ ଯେ ତାହାଙ୍କ ପ୍ରତି ଯାହା ଯାହା ଘଟୁଅଛି ତାହା ଈଶ୍ୱରଙ୍କର ବିଚାର। ତେଣୁ ସେ ସେହି ନଗର ପରିତ୍ୟାଗ କରି ଜୈତୁନ୍ ପର୍ବତ ଉପରକୁ ଗଲେ ଓ ଯିବା ସମୟରେ ସେ ରୋଦନ କରୁ କରୁ ଗମନ କଲେ। ଏହାପରେ 15 ପର୍ବର 26-29 ପଦରେ ଆମେ ଦେଖିବାକୁ ପାଉ ଯେ ନିୟମ ସିନ୍ଦୁକକୁ ସାଦୋକ ଓ ଅବିୟାଥର ଯାଜକ ଜେରୁସାଲେମକୁ ନେଇଗଲେ ଓ ସେମାନେ ସେଠାରେ ରହିଲେ। ମାତ୍ର ଦାଉଦ ରାଜା ରୋଦନ କରୁ କରୁ ଜୈତୁନ୍ ପର୍ବତ ଉପରକୁ ଅଗ୍ରସର ହେଲେ। ଏପରିକି ତାହାଙ୍କର ସଙ୍ଗୀ ଲୋକମାନେ ମଧ୍ୟ ରୋଦନ କରୁ କରୁ ଉପରକୁ ଗଲେ। ଏହାପରେ 15 ପର୍ବର 31 ପଦରେ ଆମେ ଦେଖୁ ଯେ ଅହିଥୋପଲ ଦାଉଦଙ୍କର ଜଣେ ମହାନ ଉପଦେଷ୍ଟା ଥିଲା। ମାତ୍ର ସେ ଯେତେବେଳେ ଅବସାଲମର ପକ୍ଷ ନେଲା ସେତେବେଳେ ତାହାର ପରାମର୍ଶ ଯେପରି ଅବସାଲମ ପ୍ରତି ମୂର୍ଖତାର ପରି ହୁଏ, ଏଥିନିମନ୍ତେ ଦାଉଦ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ ଓ ଈଶ୍ୱର ମଧ୍ୟ ସେହି ପ୍ରାର୍ଥନାର ଉତ୍ତର ଦେଲେ। ଲକ୍ଷ୍ୟ କରନ୍ତୁ, ଦାଉଦ ଅବସାଲମ ପ୍ରତି ଈଶ୍ୱରଙ୍କର ବିଚାର ବର୍ତ୍ତାଇବାକୁ ଚାହିଁନଥିଲେ। 32 ଓ 33 ପଦରେ ଆମେ ଦେଖୁ ଯେ ହୁସୟ ଦାଉଦଙ୍କର ମିତ୍ର ସ୍ୱରୂପ ଥିଲା ଓ ଦାଉଦ ତାହାଦ୍ୱାରା ଅହିଥୋପଲର ମନ୍ତ୍ରଣା ବ୍ୟର୍ଥ କରିବାକୁ ଚାହିଁଥିଲେ। ଏହାପରେ 34-37 ପଦରେ ଆମେ ଦେଖୁ ଯେ ଦାଉଦ ଯେତେବେଳେ ଜାଣିଲେ ଯେ ଅହିଥୋପଲ ଅବସାଲମ ପ୍ରତି ଢଳିଅଛି, ସେତେବେଳେ ସେ ତାହାର ସମସ୍ତ ମନ୍ତ୍ରଣା ସବୁକୁ ବ୍ୟର୍ଥ କରିବା ପାଇଁ ତାଙ୍କର ମିତ୍ର ହୁସୟକୁ ପଠାନ୍ତି ଓ ହୁସୟ ମଧ୍ୟ ତାହା କରିବା ନିମନ୍ତେ ନିଜର ସମ୍ମତି ପ୍ରକାଶ କରନ୍ତି ଓ ସେ ଦାଉଦଙ୍କର ଶତ୍ରୁ ଅବସାଲମ ନିକଟକୁ ଯାଇ ସେଠାରେ ରହୁଛନ୍ତି, ଯେପରି ସେ ସେମାନଙ୍କର ସମସ୍ତ କୂଟ ଚକ୍ରାନ୍ତକୁ ରାଜାଙ୍କର କର୍ଣ୍ଣଗୋଚର କରିପାରନ୍ତି। ପ୍ରିୟ ବନ୍ଧୁ, ଏଠାରେ ଆପଣ ଅବସାଲମର କୂଟ ଚକ୍ରାନ୍ତକୁ ବୁଝିପାରୁଥିବେ। ସେ ନିଜର ପିତାଙ୍କ ବିରୁଦ୍ଧରେ ବିଦ୍ରୋହ କରିବା ପାଇଁ ଅତି ଚତୁରତାର ସହିତ ଷଡ଼ଯନ୍ତ୍ର କରିଥିଲା, ଯେପରି ସେ ଲୋକପ୍ରିୟତା ହାସଲ କରି ଲୋକମାନଙ୍କଠାରୁ ସମର୍ଥନ ପାଇପାରେ। କିନ୍ତୁ ଲୋକମାନେ ତାହାର ସେହି ଚକ୍ରାନ୍ତକୁ ବୁଝିପାରିନଥିଲେ। କିନ୍ତୁ ସେମାନେ ଅବସାଲମର କଥାକୁ ବିଶ୍ୱାସ କରି ତାହାର ପକ୍ଷ ସମର୍ଥନ କରିବାକୁ ଲାଗିଲେ। ଠିକ୍ ଆଜି ମଧ୍ୟ ଶୟତାନ ତାହାର କୂଟ ଚକ୍ରାନ୍ତ ଦ୍ୱାରା ଈଶ୍ୱରଙ୍କ ଲୋକମାନଙ୍କୁ ଈଶ୍ୱରଙ୍କ ସହଭାଗିତା ତଥା ପ୍ରେମ ଓ ଆଶୀର୍ବାଦରୁ ବଞ୍ଚିତ କରେ। ସେ ତାର ଚାତୁରାଇ ଦ୍ୱାରା ମନୁଷ୍ୟମାନଙ୍କୁ ଭୁଲାଇ ଦିଏ। ମନୁଷ୍ୟ ତାର କଥାକୁ ବିଶ୍ୱାସ କରିନିଏ ଓ ତାହାରି ପଥରେ ଯାଏ, କିନ୍ତୁ ଶେଷରେ ଯେ ବିପଦ ଅଛି ତାହା ସେ ଜାଣିପାରେ ନାହିଁ। ଆଜି ଅନେକଙ୍କୁ ଶୟତାନ ଏହିପରି ଭ୍ରାନ୍ତ ଶିକ୍ଷା ଓ ଉପଦେଶ ଦେଇ ଈଶ୍ୱରଙ୍କଠାରୁ ଦୂରେଇ ନେଇଛି। ସେମାନେ କେବଳ କ୍ଷଣିକ ସୁଖ ତଥା ଶାନ୍ତି ପାଇଁ ତାହାର ପଥରେ ଚାଲିଯାଆନ୍ତି ଓ ତାହାର ପକ୍ଷ ସମର୍ଥନ କରନ୍ତି। କିନ୍ତୁ ତହିଁରେ ଯେ କୌଣସି ସତ୍ୟତା ନାହିଁ, ମାତ୍ର କେବଳ ମିଥ୍ୟା ପ୍ରତାରଣା, ତାହା ସେମାନେ ବୁଝିପାରନ୍ତି ନାହିଁ। ତେଣୁ ଆସୁ ଜୀବନର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରକୃତିରେ କିଏ ତାହା ଜାଣିବା ନିମନ୍ତେ ଚେଷ୍ଟା କରୁ ଓ ସେହି ରାଜାଙ୍କୁ ନିଜର ହୃଦୟ ରୂପକ ସିଂହାସନରେ ବସାଇ ତାହାଙ୍କର ପକ୍ଷ ଛାୟା ତଳେ ଶାନ୍ତିରେ ତଥା ନିର୍ବିଘ୍ନରେ ଜୀବନ ଅତିବାହିତ କରିବା ପାଇଁ ଚେଷ୍ଟା କରୁ। ବର୍ତ୍ତମାନ ଆମେ ଏହି 2 ସାମୁଏଲ ପୁସ୍ତକର 16 ପର୍ବରେ ଦେଖିବାକୁ ଯିବା ଯେ ଶିବହ, ଯିଏକି ମଫିବୋଶତର ଦାସ ଥିଲା, ସେ ଦାଉଦଙ୍କୁ ପ୍ରତାରଣା କଲା। ପ୍ରତାରଣା କରିବାର ଅର୍ଥ ବିଶ୍ୱାସରେ ବିଷ ଦେବା। ଯେଉଁ ବ୍ୟକ୍ତି ଅନ୍ୟକୁ ପ୍ରତାରଣା କରିବାକୁ ଚେଷ୍ଟା କରେ ସେ ନିଜେ ମଧ୍ୟ ପ୍ରତାରିତ ହୁଏ। ଈଶ୍ୱର ମଧ୍ୟ ଏହିପରି ବ୍ୟକ୍ତିକୁ ଘୃଣା କରନ୍ତି ଓ ତାହାକୁ ସମୁଚିତ ଶାସ୍ତି ମଧ୍ୟ ପ୍ରଦାନ କରନ୍ତି। ପବିତ୍ର ବାଇବଲ ମଧ୍ୟରେ ଆମେ ଦେଖୁ ଯେଉଁମାନେ ପ୍ରତାରଣା କରିଛନ୍ତି ସେମାନେ ମଧ୍ୟ ଅନ୍ୟ ଦ୍ୱାରା ପ୍ରତାରିତ ହୋଇଛନ୍ତି। ଦାଉଦ ମଧ୍ୟ ସେହିପରି ପ୍ରତାରଣା କରିଥିବାରୁ ସେ ମଧ୍ୟ ପ୍ରତାରିତ ହେଲେ। ଈଶ୍ୱର କାହାର ମୁଖାପେକ୍ଷା କରନ୍ତି ନାହିଁ, ସେ ପ୍ରତ୍ୟେକକୁ ତାହାର କର୍ମାନୁଯାୟୀ ପ୍ରତିଫଳ ଦିଅନ୍ତି। ତେବେ ଦେଖନ୍ତୁ 2 ସାମୁଏଲ 16 ପର୍ବର ପ୍ରଥମ 4 ପଦରେ ଏପରି ଲେଖା ଅଛି, ଅନନ୍ତର ଦାଉଦ ଉଠାଣି ଶୃଙ୍ଗ ପାର ହୋଇ କିଞ୍ଚିତ ଅଗ୍ରସର ହେଲା ଉତ୍ତାରେ, ଦେଖ ମଫିବୋଶତର ଦାସ ଶିବ ସଜ୍ଜିତ 2 ଗର୍ଦ୍ଧବ ସଙ୍ଗେ କରି ତାଙ୍କୁ ଭେଟିଲା। ସେହି ଗର୍ଦ୍ଧବମାନଙ୍କ ଉପରେ 200 ରୋଟି, 100 ପେଣ୍ଡା ଦ୍ରାକ୍ଷାଫଳ ଓ 100 ଗ୍ରୀଷ୍ମକାଳୀନ ଫଳ ଓ 1 କୁମ୍ପା ଦ୍ରାକ୍ଷାରସ ଥିଲା। ତହିଁରେ ରାଜା ଶିବକୁ କହିଲେ, ଏସବୁରେ ତୁମ୍ଭର ଅଭିପ୍ରାୟ କ'ଣ? ତବ ଶିବ କହିଲା, ଏ ଗର୍ଦ୍ଧବ 2ଟି ରାଜପରିବାରଙ୍କ ଚଢ଼ିବା ନିମନ୍ତେ, ପୁଣି ଏହି ରୋଟି ଓ ଗ୍ରୀଷ୍ମକାଳୀନ ଫଳ ଯୁବାମାନଙ୍କ ଆହାର ନିମନ୍ତେ, ଆଉ ଦ୍ରାକ୍ଷାରସ ପ୍ରାନ୍ତରରେ କ୍ଳାନ୍ତ ହେବା ଲୋକମାନେ ପାନ କରିବେ। ତେବେ ରାଜା କହିଲେ, ତୁମ୍ଭ ପ୍ରଭୁର ପୁତ୍ର କାହିଁ? ତହିଁରେ ଶିବ ରାଜାଙ୍କୁ କହିଲା, ଦେଖନ୍ତୁ ସେ ଜେରୁସାଲେମରେ ଅଛନ୍ତି। କାରଣ ସେ କହିଲେ, ଇସ୍ରାଏଲ ବଂଶ ଆଜି ଆମ୍ଭ ପୈତୃକ ରାଜ୍ୟ ଆମ୍ଭକୁ ଫେରାଇ ଦେବେ।
ଏଥିରେ ରାଜା ଶିବକୁ କହିଲେ, ଦେଖ, ମଫିବୋଶତର ସର୍ବସ୍ୱ ତୁମ୍ଭର ହେଲା। ତେଣୁ ଶିବ କହିଲା, ମୁଁ ପ୍ରଣାମ କରୁଅଛି, ହେ ମୋର ପ୍ରଭୁ ମହାରାଜ, ମୁଁ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଏ। ଆପଣ ଜାଣିଥିବେ ଯେ ମଫିବୋଶତ ଯୋନାଥନଙ୍କର ଛୋଟା ପୁତ୍ର ଥିଲା, କାରଣ ତାହାର 2 ପାଦ ଛୋଟା ଥିଲା। କିନ୍ତୁ ଦାଉଦ ଯୋନାଥନକୁ ଅଧିକ ପ୍ରେମ କରୁଥିବାରୁ ସେ ଯୋନାଥନଙ୍କ ମୃତ୍ୟୁ ପରେ ମଫିବୋଶତର ତତ୍ତ୍ୱ ନେଲେ। ମାତ୍ର ଏଠାରେ ଲକ୍ଷ୍ୟ କରିବାର ବିଷୟ ହେଉଛି, ଶିବ ଯେ କି ମଫିବୋଶତର ଦାସ ଥିଲା, ସେ ଭାବିଥିଲା ଯେ ଦାଉଦଙ୍କ ପରିବାର ମଧ୍ୟରେ ହୋଇଥିବା ଆଭ୍ୟନ୍ତରୀଣ ଗଣ୍ଡଗୋଳ ସାଉଲଙ୍କ ପରିବାରକୁ ରାଜସିଂହାସନର ଅଧିକାରୀ ହେବା ନିମନ୍ତେ ସୁଯୋଗ ଦେବ। ଆଉ ଏହି ସମୟରେ ସାଉଲଙ୍କ ପରିବାର ମଧ୍ୟରୁ ମଫିବୋଶତ କେବଳ ସେହି ସିଂହାସନର ଉତ୍ତରାଧିକାରୀ ହେବା ନିମନ୍ତେ ଯୋଗ୍ୟ ଥିଲା। ତେଣୁ ମଫିବୋଶତ ନାମରେ ଶିବ ଏହିପରି କାଳ୍ପନିକ କାହାଣୀ ରଚିବାର କାରଣ ହେଉଛି ଯେ ସେ ମଫିବୋଶତ ନାମରେ ଏପରି କହିବା ଦ୍ୱାରା ରାଜା ତାହା ପ୍ରତି ଖୁସି ହୋଇଯିବେ ଓ ମଫିବୋଶତର ଅଧିକାର ମଧ୍ୟରୁ ତାହାକୁ କିଛି ଅଂଶ ଦେବେ। ତେବେ ଦାଉଦ ମଧ୍ୟ କିଛି ଆଗପଛ ବିଚାର ନ କରି ଓ ସେହି ଘଟଣାର ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା ନ କରି ଶିବର କଥାକୁ ବିଶ୍ୱାସ କରିଗଲେ ଓ ମଫିବୋଶତର ଅଧିକାରକୁ ଶିବ ନାମରେ କରିଦେଲେ ଓ ଶିବକୁ ତାହା ଭୋଗ କରିବା ନିମନ୍ତେ ଅଧିକାର ଦେଲେ। କିନ୍ତୁ ଶିବ ଏଠାରେ ଦାଉଦ ରାଜାଙ୍କୁ ପ୍ରତାରଣା କରି ମଫିବୋଶତର ଅଧିକାରକୁ ହସ୍ତଗତ କରିନେଲା। ଏହାପରେ 5 ପଦରୁ 8 ପଦ ମଧ୍ୟରେ ଆମେ ଦେଖୁ ଯେ ସିମି ଏଠାରେ ଦାଉଦଙ୍କୁ ଯେଉଁ ସବୁ କଥା କହିଲା ତହିଁରେ ମଧ୍ୟ କିଛି ସତ୍ୟତା ଥିଲା। ଦାଉଦ ରକ୍ତପାତୀ ମନୁଷ୍ୟ ଥିଲେ ଏବଂ ଈଶ୍ୱରଙ୍କ ବିଚାର ମଧ୍ୟ ତାହାଙ୍କ ପ୍ରତି ବର୍ତ୍ତିବାକୁ ଯାଉଥିଲା। ଏଥିରେ କୌଣସି ସନ୍ଦେହ ନାହିଁ। ବାସ୍ତବରେ ଦାଉଦଙ୍କ ଜୀବନରେ ପାପ ପ୍ରବେଶ କରିଥିଲା। ସେ ଉରିୟକୁ ବଧ କରାଇ ତାହାର ସ୍ତ୍ରୀ ବତ୍ସେବାକୁ ଆପଣା ଭାର୍ଯ୍ୟା ରୂପେ ଗ୍ରହଣ କଲେ। ସେ ଏହାକୁ ଛପାଇ ରଖିବାକୁ ଚେଷ୍ଟା କରିଥିଲେ, ମାତ୍ର ଈଶ୍ୱର ଏହାକୁ ପ୍ରକାଶ କରାଇଦେଲେ, କାରଣ ଈଶ୍ୱର ପାପକୁ ପ୍ରଶ୍ରୟ ଦିଅନ୍ତି ନାହିଁ। ଦାଉଦ ଯେ ଏଥିନିମନ୍ତେ ଈଶ୍ୱରଙ୍କ ଦ୍ୱାରା ବିଚାରିତ ହେବାକୁ ଯାଉଅଛନ୍ତି ତାହା ମଧ୍ୟ ଦାଉଦ ନିଜେ ଜାଣିପାରିଥିଲେ, ଯାହାକି ଆମେ ପରବର୍ତ୍ତୀ ଅଂଶରେ ଲକ୍ଷ୍ୟ କରିବାକୁ ପାରିବା। ଏହାପରେ 9 ପଦରେ ଆମେ ଦେଖୁ ଯେ ଅବିଷୟ ଦାଉଦଙ୍କ ପକ୍ଷର ଲୋକ ଥିଲା ଓ ସେ ସିମିର ଏହି ପ୍ରକାର ଦାଉଦଙ୍କୁ ଭର୍ତ୍ସନା କରିବାର ଶୁଣି ତାହାକୁ ଏକାବେଳେ ଚିରକାଳ ପାଇଁ ନୀରବ କରାଇଦେବାକୁ ଚାହିଁଥିଲା। କିନ୍ତୁ ଲକ୍ଷ୍ୟ କରନ୍ତୁ, ଦାଉଦ ସେହି ସିମିର କଥାର ପ୍ରତ୍ୟୁତ୍ତରରେ କ'ଣ କହୁଅଛନ୍ତି। ଦାଉଦ କହୁଛନ୍ତି, ଯାହାକି 10 ଓ 11 ପଦରେ ଅଛି, ସିମିର ଶାପ ଦେବାକୁ ମୁଁ ମନରେ ଧରୁନାହିଁ, ମୁଁ ତାହାର ପ୍ରତିଶୋଧ ନେବାକୁ ଚାହେଁ ନାହିଁ। ଈଶ୍ୱର ଯଦି ତାହାକୁ ଏହିପରି ଶାପ ଦେବା ପାଇଁ ଅନୁମତି ଦେଇଛନ୍ତି, ତାହେଲେ ମୁଁ କିଏ ଯେ ତହିଁର ପ୍ରତିବାଦ କରିବି? ମୁଁ ଜାଣେ ଯେଉଁ ସମସ୍ତ ବିଷୟ ମୋ ପ୍ରତି ଘଟୁଅଛି ତାହା କେବଳ ଈଶ୍ୱରଙ୍କର ବିଚାର। ମୋତେ କେବଳ ଗୋଟିଏ ବିଷୟ ବ୍ୟତିବ୍ୟସ୍ତ କରେ, ତାହା ହେଉଛି ମୋର ପୁତ୍ର ଅବସାଲମର ମୋର ବିରୁଦ୍ଧରେ ବିଦ୍ରୋହାଚରଣ। ଏପର୍ଯ୍ୟନ୍ତ ଆମେ ଦାଉଦଙ୍କର ସେହି ଜେରୁସାଲମରୁ ବାହାରି ଆସିବା ବିଷୟ ଉପରେ ଧ୍ୟାନ ଦେଇଥିଲୁ, ମାତ୍ର ବର୍ତ୍ତମାନ ପୁନର୍ବାର ସେହି ଜେରୁସାଲମ ମଧ୍ୟକୁ ଚାଲିଯିବା, ଯେଉଁଠାରେ କି ହୁସୟ ଅବସାଲମକୁ ତାହାର ସାହାଯ୍ୟ କରିବାର ହସ୍ତ ବଢ଼ାଇବା ଆଳରେ ଦାଉଦଙ୍କୁ ଅହିଥୋପଲର ଗୁପ୍ତ ମନ୍ତ୍ରଣା ଓ ଅବସାଲମର କୂଟ ଚକ୍ରାନ୍ତକୁ କର୍ଣ୍ଣଗୋଚର କରାଇବା ନିମନ୍ତେ ସେହି ସ୍ଥାନରେ ଅବସାଲମ ନିକଟରେ ଅଛି। 15ରୁ 17 ପଦ ମଧ୍ୟରେ ଆମେ ଦେଖୁ ଯେ ଅବସାଲମ ଏଠାରେ ଦାଉଦଙ୍କର ମିତ୍ର ହୁସୟକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି, କାରଣ ସେ ଦାଉଦଙ୍କ ସହିତ ପଳାଇ ନ ଯାଇ ଅବସାଲମ ନିକଟକୁ ଫେରିଆସିଛି। ଆଉ ଏହି ବିଷୟ ଅବସାଲମଙ୍କ ମନରେ ଏକ ପ୍ରଶ୍ନବାଚୀ ହୋଇଉଠିଛି। 18ରୁ 19 ପଦରେ ଲେଖା ଅଛି ଯେ ଯଦିଓ ସେ ଦାଉଦଙ୍କ ପକ୍ଷରେ ରହି ଏକ ଗୁପ୍ତଚର ଭାବେ କାର୍ଯ୍ୟ କରୁଥିଲା, ମାତ୍ର ସେ ଏଠାରେ ନିଜର ପ୍ରକୃତ ମନୋଭାବର ପରିଚୟ ନ ଦେଇ ଛଳନାପୂର୍ଣ୍ଣ ବ୍ୟବହାର କରୁଅଛି। ସେ କହୁଛି, ଯେଉଁ ବ୍ୟକ୍ତିକୁ ଈଶ୍ୱର ଓ ମନୁଷ୍ୟମାନେ ଓ ସମସ୍ତ ଇସ୍ରାଏଲ ଲୋକ ମନୋନୀତ କରିଅଛନ୍ତି, ମୁଁ ତାଙ୍କରି ହେବି, ତାଙ୍କ ସଙ୍ଗରେ ରହିବି ଓ ତାହାଙ୍କର ସେବା କରିବି। ଏହା ହିଁ ଥିଲା ହୁସୟର ଛଳନାପୂର୍ଣ୍ଣ ଜୀବନ। ପ୍ରିୟ ବନ୍ଧୁ, ଆଜି କ'ଣ ଆମେ ସେହିପରି ଛଳନାପୂର୍ଣ୍ଣ ଜୀବନ ଓ ମିଥ୍ୟା ଶପଥ ଈଶ୍ୱରଙ୍କ ନିକଟରେ କରୁନାହୁଁ କି? ଆମେ କହୁ, ହଁ, ମୁଁ ଈଶ୍ୱରଙ୍କର ଲୋକ ହେବି, ତାହାଙ୍କ ସଙ୍ଗରେ ରହିବି, ତାହାଙ୍କର ସେବା କରିବି। ମାତ୍ର ପ୍ରକୃତରେ କ'ଣ ଆମେ ତାହା ଅନ୍ତର ସହିତ କରୁ କି? ନା କେବଳ ଛଳନା କରୁ? ଅନେକ ଆଜି ନିଜର ସ୍ୱାର୍ଥ ଆଶାରେ ବା ଈଶ୍ୱରଙ୍କଠାରୁ କିଛି ସାହାଯ୍ୟ ପାଇବା ଆଶାରେ ଅନେକ ଗୁଡ଼ିଏ ମିଥ୍ୟା ଶପଥ କରିଥାନ୍ତି। ସେମାନେ ଛଳନାପୂର୍ଣ୍ଣ ଜୀବନଯାପନ କରିଥାନ୍ତି, କିନ୍ତୁ ପ୍ରକୃତରେ ସେମାନେ ଆନ୍ତରିକତାର ସହିତ ତାହା କରିନଥାନ୍ତି। ଅନେକ ଭାବନ୍ତି ଧର୍ମ ପରିବର୍ତ୍ତନ କରି ଖ୍ରୀଷ୍ଟଙ୍କୁ ଗ୍ରହଣ କରିନେଲେ ଜମିବାଡ଼ି, ଟଙ୍କା ପଇସା ବା ସୁନ୍ଦର ଝିଅ ମିଳିଯିବ ବା ଚାକିରି ମିଳିଯିବ। ତେଣୁକରି ସେମାନେ ଏହିପରି ମିଥ୍ୟା ପ୍ରତାରଣା କରି ଖ୍ରୀଷ୍ଟଙ୍କ ପ୍ରତି ବିଶେଷ ଆଗ୍ରହ ପ୍ରଦର୍ଶନ କରନ୍ତି ଓ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଛନ୍ତି ବୋଲି କହନ୍ତି ଓ ଖ୍ରୀଷ୍ଟଙ୍କର ସେବା କରିବୁ ବୋଲି କହନ୍ତି। ମାତ୍ର ଯେତେବେଳେ ସେମାନଙ୍କର ସେହି ଆକାଂକ୍ଷା ପୂର୍ଣ୍ଣ ହୋଇନଥାଏ, ସେତେବେଳେ ସେମାନଙ୍କର ପ୍ରକୃତ ମନୋଭାବ ଜଣାପଡ଼ିଯାଇଥାଏ। ତେବେ ଏହିପରି ଜୀବନ ପ୍ରତାରଣା ବା ଛଳନାପୂର୍ଣ୍ଣ ଜୀବନ ନୁହେଁ ତ ଆଉ କ'ଣ? ମାତ୍ର ପ୍ରଭୁ ପ୍ରତ୍ୟେକଙ୍କର ହୃଦୟକୁ ତୋଲନ୍ତି। ଆମ ମନରେ କ'ଣ ଅଛି ତାହା ସେ ଜାଣନ୍ତି। ତେଣୁକରି ସେ ଆମମାନଙ୍କର ମନର ଭାବନା କାମନା ଜାଣି ଆମମାନଙ୍କୁ ତହିଁର ପ୍ରତିଫଳ ଦିଅନ୍ତି। ବର୍ତ୍ତମାନ ଆମେ ଅହିଥୋପଲଙ୍କ ପ୍ରତି ଟିକେ ଦୃଷ୍ଟି ଦେବା।
20-23 ପଦ ମଧ୍ୟରେ ଆମେ ଲକ୍ଷ୍ୟ କରିବାକୁ ପାରୁ ଯେ ଅହିତୋପଲ ଅବସାଲମକୁ ଏକ ଜଘନ୍ୟ କାର୍ଯ୍ୟ ସାଧନ କରିବା ନିମନ୍ତେ ମନ୍ତ୍ରଣା ଦେଉଅଛି। ଆଉ ତାହା ହେଉଛି ଦାଉଦଙ୍କର ଉପପତ୍ନୀମାନଙ୍କ ସହିତ ସହବାସ କରିବା। କିନ୍ତୁ ଇସ୍ରାଏଲ ଜାତି ନିମନ୍ତେ ଏହି ଘଟଣାର ଏକ ମହାନ ତାତ୍ପର୍ଯ୍ୟ ଥିଲା। ଅବସାଲମର ଏ ପ୍ରକାର ଜଘନ୍ୟ କାର୍ଯ୍ୟ ଏହି ବିଷୟ ପ୍ରକାଶ କରୁଥିଲା ଯେ ଦାଉଦଙ୍କର ରାଜତ୍ୱ କରିବାର ସମୟ ସମାପ୍ତ ହୋଇଅଛି ଏବଂ ତାହାଙ୍କର ସମସ୍ତ ବିଷୟ ତାହାଙ୍କ ପୁତ୍ରଙ୍କର ହୋଇଅଛି। ତେବେ ଅହିତୋପଲର ଏହିପରି କୁମନ୍ତ୍ରଣା ସମ୍ପୂର୍ଣ୍ଣ ଗ୍ରହଣଯୋଗ୍ୟ ଥିଲା, ସତେ ଯେପରି ଏହା ଈଶ୍ୱରଙ୍କର ଆଦେଶ ଥିଲା। ଈଶ୍ୱର ଦାଉଦଙ୍କୁ ଯାହା ସବୁ କହିଥିଲେ ତାହା ଅବସାଲମର କାର୍ଯ୍ୟ ଦ୍ୱାରା ସଫଳ ହେଲା। କାରଣ ଏଥିପୂର୍ବରୁ ଆମେ ଏହି 2 ସାମୁଏଲ 12 ପର୍ବର 11 ଓ 12 ପଦରେ ଈଶ୍ୱର ଦାଉଦଙ୍କ ପ୍ରତି ଯାହା ଘଟାଇବେ ବୋଲି କହିଥିଲେ ତାହା ଅଧ୍ୟୟନ କରି ଦେଖିଥିଲୁ, ଆଉ ତାହା ହିଁ ଏଠାରେ ଆକ୍ଷରିକ ଭାବେ ସଫଳ ହେଲା। ବର୍ତ୍ତମାନ ଆମେ ଦେଖିବାକୁ ଯିବା ଯେ ଦାଉଦ ପୁନର୍ବାର ଗୁମ୍ଫା ଓ ଗହ୍ୱର ମଧ୍ୟକୁ ପ୍ରତ୍ୟାବର୍ତ୍ତନ କଲେ। ତେବେ ସେ କ'ଣ କରିବାକୁ ଯାଉଅଛନ୍ତି? କ'ଣ ଯୁଦ୍ଧ କରିବାକୁ? ନୁହେଁ, ସେ ଅବସାଲମ ଭୟରେ ପଳାଇ ଯାଉଛନ୍ତି। ଅବସାଲମ ଦାଉଦଙ୍କ ସୈନ୍ୟଶ୍ରେଣୀ ଉପରେ ବିଜୟ ଲାଭ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଦାଉଦ ଯାହା ହେଉନା କାହିଁକି ଏକ ପୁରୁଣା ଯୋଦ୍ଧା ଥିଲେ ଓ ଯୁଦ୍ଧ କିପରି କରିବାକୁ ହୁଏ ତାହା ସେ ଜାଣିଥିଲେ। କିନ୍ତୁ ଅବସାଲମ ନିଜ ପିତାର ବିରୁଦ୍ଧରେ ଯାଇ ଅତି ଭୟଙ୍କର କାର୍ଯ୍ୟ କରୁଅଛନ୍ତି। କିନ୍ତୁ ଦୁଃଖର ବିଷୟ ହେଉଛି ଯେ ଦାଉଦ ତାହାକୁ ପ୍ରେମ କରନ୍ତି ଓ ତାହାକୁ ରକ୍ଷା କରିବାକୁ ଚାହାନ୍ତି। ଏହି ଦିନଗୁଡ଼ିକ ଦାଉଦଙ୍କ ନିମନ୍ତେ ଅତି କଷ୍ଟକର ଦୁଃଖର ଦିନ ଥିଲା। ମାତ୍ର ଦାଉଦ ତହିଁ ନିମନ୍ତେ ଈଶ୍ୱରଙ୍କ ଉପରେ ଅଭିମାନ କରିନଥିଲେ କି ତାହାଙ୍କୁ ଦୋଷାରୋପ କରିନଥିଲେ। ମାତ୍ର ସେ ସେହି ସବୁକୁ ବିନମ୍ର ଭାବରେ ସହ୍ୟ କରିବା ନିମନ୍ତେ ଈଶ୍ୱରଙ୍କଠାରୁ ଶକ୍ତି ଲୋଡ଼ିଥିଲେ ଓ ଈଶ୍ୱରଙ୍କ ଇଚ୍ଛାକୁ ମାନି ନେଇଥିଲେ। ପ୍ରଭୁ ପ୍ରତ୍ୟେକଙ୍କୁ ସେହିପରି ଏକ ଅନୁତପ୍ତ ହୃଦୟ ଦାନ କରନ୍ତୁ। ଆଶା କରେ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଛି ଏବଂ ଆତ୍ମିକ ଭାବରେ ଆପଣ ଆଶୀର୍ବାଦ ପ୍ରାପ୍ତ ହୋଇଛନ୍ତି। ଆମେ ଏହି ବିଷୟରେ ଲକ୍ଷ୍ୟ କଲୁ ଯେ ଯାହା ଆମେ ବୁଣୁ ତାହା ହିଁ ଆମମାନଙ୍କୁ କାଟିବାକୁ ପଡ଼ିଥାଏ। ଦାଉଦ ଈଶ୍ୱରଙ୍କ ମନର ମତ ଲୋକ ଥିଲେ, କିନ୍ତୁ ତାଙ୍କର ଭୁଲ ମନୋନୟନ ତାଙ୍କ ଜୀବନର ସମସ୍ୟାର କାରଣ ଥିଲା। ତାଙ୍କ ପରିବାର ମଧ୍ୟରେ କଳି ଗଣ୍ଡଗୋଳ ଲାଗି ରହିଲା। ଈଶ୍ୱରଙ୍କ ଆଶୀର୍ବାଦ ସେ ହରେଇ ବସିଲେ। ଆଜି ଆମେ କ'ଣ ଈଶ୍ୱରଙ୍କର ବିରୁଦ୍ଧାଚରଣର କାର୍ଯ୍ୟ କରୁଛୁ କି? ଦାଉଦ ମନୁଷ୍ୟ ଭାବରେ ଝୁଣ୍ଟି ପଡ଼ିଥିଲେ ସତ, କିନ୍ତୁ ପରମେଶ୍ୱରଙ୍କଠାରେ ବିଶ୍ୱାସ ଓ ଭରସା ରଖିଥିଲେ। ଆମେ କ'ଣ ପ୍ରଭୁଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରୁଛୁ? ଜୀବନର ପ୍ରତିକୂଳ ପରିସ୍ଥିତିରେ ଈଶ୍ୱରଙ୍କଠାରେ ଭରସା ସ୍ଥାପନ କରୁଛୁ କି? ଆଜି ତ ଆମମାନଙ୍କର ସମୟ ଏଠି ସରିଆସିଛି। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହିତ ସାକ୍ଷାତ ହେବ। ବିଦାୟ ନେବା ପୂର୍ବରୁ ଆସନ୍ତୁ ପଦେ ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ, ଜୀବନର ସମସ୍ତ ପରିସ୍ଥିତିରେ, କଠିନ ପରିସ୍ଥିତିମାନଙ୍କରେ ମଧ୍ୟ ତୁମ ଉପରେ ନିର୍ଭର ରଖିବାକୁ, ବିଶ୍ୱାସରେ ସ୍ଥିର ରହିବାକୁ, ଆଉ ପ୍ରଭୁ ତୁମର ଆଜ୍ଞାବହ ହେବା ପାଇଁ ଆମମାନଙ୍କୁ ତୁମେ ଶିଖାଅ, ସାହାଯ୍ୟ କର। ଏହି ପ୍ରାର୍ଥନା ପରିତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଉତ୍ସର୍ଗ କରୁଅଛୁ। ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରିୟ ବନ୍ଧୁ, ଆଶା କରୁ ଆପଣଙ୍କୁ ଆମ ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମ ନିଶ୍ଚୟ ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଆମକୁ 0444908126 ନମ୍ବରରେ ନିଶ୍ଚୟ ଗୋଟିଏ ମିସ୍ଡ କଲ୍ ଦେବେ। ଆପଣଙ୍କ ମିସ୍ଡ କଲ୍ ଆମ ନିମନ୍ତେ ଅତି ବହୁମୂଲ୍ୟ। ମୁଁ ଆନନ୍ଦର ସହ ଜଣାଉଛି ଯେ ପ୍ରତ୍ୟେକ ମିସ୍ଡ କଲ୍ ଦାତାଙ୍କ ମଧ୍ୟରୁ ସପ୍ତାହ ଶେଷରେ ଯିଏ ଅଧିକ ମିସ୍ଡ କଲ୍ ଦେଇଥିବେ ତାଙ୍କୁ ମନୋନୀତ କରାଯିବ ଓ ପୁରସ୍କୃତ କରାଯିବ। ସେହି ଦର୍ଶକ ବନ୍ଧୁଙ୍କ ନାମ ଓ ଫଟୋ ଆମ କାର୍ଯ୍ୟକ୍ରମ ଶେଷରେ ଦେଖାଯିବ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ପୁରୀରୁ ଟ୍ୱିଙ୍କଲ ପ୍ରଧାନ ଓ ପରିବାର। ପ୍ରାର୍ଥନା ଓ ଅଧିକ ଜାଣିବା ନିମନ୍ତେ ଫୋନରେ ଆମ ସହ ଯୋଗାଯୋଗ କରିପାରିବେ। ଆମ ଟେଲିଫୋନ ନମ୍ବର ହେଲା 9777221415 ଆଉ ଆମ ଠିକଣା ଟିଭି ସ୍କ୍ରିନରେ ଦିଆଯାଇଅଛି। ଧନ୍ୟବାଦ।